ବନ୍ଧୁଗଣ ଜୟ ଜଗନ୍ନାଥ। ଶ୍ରାବଣର ପ୍ରଥମ ସୋମବାରରେ କରନ୍ତୁ ଏହି କାମ, ସର୍ବଦା ରହିବ ମହାଦେବଙ୍କ ଆଶୀର୍ବାଦ। ଦୂର ହେବ ସବୁ ସମସ୍ୟା। ଶ୍ରାବଣର ପ୍ରଥମ ସୋମବାର ଭଗବାନ ଶିବଙ୍କ କୃପା ଲାଭ ପାଇଁ ବିଶେଷ ବୋଲି କୁହାଯାଇଥାଏ। ଏହି ଦିନ ଖୁବ୍ ପବିତ୍ର ଏବଂ ଶକ୍ତିଶାଳୀ। ଯଦି ଆପଣ ଏହି ଦିନ ବିଶେଷ ଭାବରେ ପୂଜାପାଠ ଏବଂ ଧୈର୍ଯ୍ୟର ସହ କିଛି ଶୁଭ କାର୍ଯ୍ୟ କରନ୍ତି, ତେବେ ସାରା ଶ୍ରାବଣରେ ଭଗବାନ ଶିବଙ୍କ କୃପା ରହିବ। ସୋମବାରରେ କ'ଣ କରିବା ଆବଶ୍ୟକ? ବନ୍ଧୁଗଣ, ଭିଡ଼ିଓଟିକୁ ପୁରା ଦେଖିବେ। ବନ୍ଧୁଗଣ, ଭୋରରୁ ଉଠି ସ୍ନାନ କରିବା ଆବଶ୍ୟକ। ସ୍ନାନ ପାଣିରେ ଗଙ୍ଗାଜଳ ମିଶାଇବା ଶୁଭ। ଧୁଆ ଏବଂ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ। ବନ୍ଧୁଗଣ, ଶିବଲିଙ୍ଗର ଜଳାଭିଷେକ ତମ୍ବା ପାତ୍ରରେ ଗଙ୍ଗାଜଳ, କ୍ଷୀର, ମହୁ, ଦହି, ଘିଅର ପଞ୍ଚାମୃତକୁ ଶିବଲିଙ୍ଗ ଉପରେ ଚଢ଼ାନ୍ତୁ। ବେଲପତ୍ର, ଧୁତୁରା, ଭାଙ୍ଗ ଅକ୍ଷତ, ଧଳା ଫୁଲ ଅର୍ପଣ କରନ୍ତୁ। ତାପରେ ଓମ୍ ନମଃ ଶିବାୟ ବା ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ 108 ଥର ଜପ କରନ୍ତୁ। ଶ୍ରାବଣ ସୋମବାର ବ୍ରତ। ବନ୍ଧୁଗଣ, ଦିନସାରା ଫଳ ଖାଇ ଜଳ ଆହାର କରନ୍ତୁ। ଗୋଟିଏ ଥର ସାଧା ମଧ୍ୟ ଖାଇପାରିବେ, ଯେମିତିକି ସାବୁଦାନା, ବୁଟ, ଦହି ଆଦି। ମନ, ବାଣୀ ଏବଂ କର୍ମ ଉପରେ ସଂଯମ ରଖନ୍ତୁ। ଶିବ କଥା, ରୁଦ୍ରାଭିଷେକ କରନ୍ତୁ। ଶିବପୁରାଣ ପାଠ, ଶିବ ତାଣ୍ଡବ ବା ରୁଦ୍ରାଷ୍ଟକମର ଜପ କରନ୍ତୁ। ରୁଦ୍ରାଭିଷେକ କରିବା ଅତ୍ୟନ୍ତ ଶୁଭ। କନ୍ୟାମାନଙ୍କୁ, ବ୍ରାହ୍ମଣମାନଙ୍କୁ ବା ଗରିବମାନଙ୍କୁ ଭୋଜନ କରାନ୍ତୁ। ବନ୍ଧୁଗଣ, ଖାସ୍ କରି ଧଳା ବସ୍ତ୍ର, ଚାଉଳ, ମିଶ୍ରି, କ୍ଷୀର ଆଦି ଦାନ କରନ୍ତୁ। ଦୀପ ଜଳାନ୍ତୁ ଏବଂ ବ୍ରତ କଥା ଶୁଣନ୍ତୁ। ବନ୍ଧୁଗଣ, ସନ୍ଧ୍ୟା ସମୟରେ ଶିବ ମନ୍ଦିରକୁ ଯାଇ ଦୀପ ଜଳାନ୍ତୁ। ଶ୍ରାବଣ ସୋମବାରରେ ବ୍ରତ କଥା ପଢ଼ନ୍ତୁ ବା ଶୁଣିବା ନିହାତି ଆବଶ୍ୟକ। ବନ୍ଧୁଗଣ, ଏହି ସବୁ ଶିବଙ୍କୁ ପ୍ରସନ୍ନ କରିବାର ସର୍ବଶ୍ରେଷ୍ଠ ଉପାୟ। ଏହା କରିବା ଦ୍ୱାରା ଜଣେ ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। କମେଣ୍ଟରେ ଜୟ ବା ଭୋଳାନାଥ ଲେଖିଦିଅନ୍ତୁ। ଯଦି କିଛି ଭୁଲ ତ୍ରୁଟି ରହିଯାଇଥାଏ କ୍ଷମା କରିଦେବେ। ଜୟ ଜଗନ୍ନାଥ, ଜୟ ହର ହର ମହାଦେବ। ଧନ୍ୟବାଦ।